ହାତରେ ତୁଲି ଧରି ଅହରହର ଜଗନ୍ନାଥଙ୍କର ଚିତ୍ର ଆଙ୍କି ଚାଲିଛନ୍ ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଗାଁର ମୁନ୍ନା ମାହାଣା। ଅତିରୁ ଅତି ସୂକ୍ଷ୍ମ ମୂର୍ତ୍ତିମାନେ ବନେଇକି ଏସିଆ ବୁକ୍ ଅଫ୍ ରେକର୍ଡ଼, ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ଼, ଲିମ୍କା ବୁକ୍ ଅଫ୍ ରେକର୍ଡ଼ରେ ତାଙ୍କର ନାଁକେ ସ୍ଥାନିତ କରି ସାରିଲେନ। ମୁନା ସବୁ ବছର ରଥଯାତ୍ରାର ଆଗରୁ କିଛି ନା କିଛି ନୂଆ କରବାର ଲାଗି ଚେଷ୍ଟା କରସନ୍। ଇ ବছର ବି କିଛି ନୂଆ କରିଛନ୍ ମୁନା। ଇ ବছର ଗୁଟେ ଛୋଟ ଶିଶି ଭିତରେ ରଥ ତିଆରି କରିଛନ୍ ଆର୍ ସେ ରଥରେ ମହାପ୍ରଭୁ ଜଗନ୍ନାଥଙ୍କୁ ବିରାଜମାନ କରେଇଛନ୍। ଇ ଚିତ୍ରଟା ଦେଖିଲେ ଆଶ୍ଚର୍ଯ୍ୟ ଲାଗ୍ସି। କାଏଁ ଯେ ବଏଲେ ଶିଶିର ମୁହଁ ବହୁତ ଛୋଟ ହେଲେ ଶିଶିର ଭିତରେ ଥିବାର ରଥ ଆର୍ ମହାପ୍ରଭୁ ବହୁତ ବଡ଼। ମୁନା କହେସନ୍ ଇ ଶିଶି ଭିତରେ ହିଁ ରଥଟା ବନା ହେଇଛେ। ଭିନ୍ନ ଭିନ୍ନ ଜାଗାନୁ ଲହମାନେ ଆନିକି ମହାପ୍ରଭୁଙ୍କର ମୂର୍ତ୍ତି ବନେଇଛନ୍। ଆପଣମାନେ ଟିକେ ଦେଖୁନ୍ ମହାପ୍ରଭୁ ଜଗନ୍ନାଥଙ୍କୁ ଲହରେ କେମିତି ବନେଇଛନ୍ ଯେ 3 ମିଲିମିଟରରୁ କମ୍ ଉଚ୍ଚା ହେବା କାଠରେ ବନେଇଛନ୍ ଚତୁର୍ଦ୍ଧା ମୂର୍ତ୍ତି, ଯେନ୍ଟାକି ବିନା ଲେନ୍ସରେ ଦେଖି ନାଇଁ ହେ। ଧୂପ ଆର୍ ଝୁଣା ବ୍ୟବହାର କରିକି ମହାପ୍ରଭୁ ଜଗନ୍ନାଥଙ୍କର ବଡ଼ ଦେଉଳ ବନେଇଛନ୍। ଦେଉଳଟା ଦେଖିଲେ ଆପଣମାନେ ଆଶ୍ଚର୍ଯ୍ୟ ହେଇଯିବେ। ତେଜପତ୍ରରେ ବି ବନେଇଛନ୍ ମହାପ୍ରଭୁଙ୍କର ଭଲିକି ଭଲି ଚିତ୍ର। ଆପଣମାନେ ଦେଖିଲେ ଆପଣମାନଙ୍କର ମନକେ ପାଇଯିବା। ମୁନ୍ନା ମାହାଣାଙ୍କର ଇ ସୂକ୍ଷ୍ମ କାରୁକାର୍ଯ୍ୟକେ ଦେଖିକିରି ଅଞ୍ଚଳରେ ଲୋକମାନେ କାବା ହେଇଯାଉଛନ୍। କାଏଁ ଯେ ବୋଇଲେ ସେ ଦିନବେଲିଆ ନିଜର ସାଇକେଲ ଦୋକାନରେ କାମ କରସନ୍। ସନ୍ଧ୍ୟା ହେଇଗଲେ ଜଗନ୍ନାଥଙ୍କର ମୂର୍ତ୍ତି ବନାବାରେ ଲାଗି ପଡ଼ସନ୍। ଭଗବାନ କରୁନ୍ ମୁନ୍ନା ମାହାଣା ଆଗକେ ଯାଇକରି ଭାରତର ନାଁ ସାରା ବିଶ୍ୱରେ ରଖୁନ୍। ଜୟ ଜଗନ୍ନାଥ।